ମୁଁ ଡକ୍ଟର ଲିପିକା ସ୍ୱାଗତ କରୁଛି ହିଡେନ୍ ଇନ୍ ଦ ନେଚରରେ। I, Dr. Lipika, welcome you in the Hidden in the Nature. ଆସନ୍ତୁ ମୁଁ ଗୋଟିଏ ବିଷୟ ଆପଣମାନଙ୍କୁ ଚିତ୍ର ଦ୍ୱାରା ବୁଝେଇବି। And come, I will tell you a thing through the picture. ଆସନ୍ତୁ। Come. ଏଇଟା ଗୋଟେ ଗଛ And this is a tree, ଆଉ ସେଇ ଗଛ ମଧ୍ୟରେ ଅନେକ ଫଳ ସେ ଧାରଣ କରିଛି। and in this tree there are many fruits. ଯଦି ଆପଣମାନେ ଆମ୍ବ ଗଛ ନିକଟକୁ ଯିବେ, If you go near to the mango tree, ବର୍ତ୍ତମାନ ଆମ୍ବ ଗଛରେ ଆମ୍ବ ଭର୍ତ୍ତି ହେଇକି ଅଛି। and there are lot of mangoes filled in the tree. ସବୁ ଆମ୍ବ ଗୁଡ଼ିକ ଭଲ ହେବ ବୋଲି ଆମେମାନେ ଆଶା କରୁ। And we hope that we will get good mangoes in the tree. କିନ୍ତୁ ଯେତେବେଳେ ଆମେମାନେ ତାହାକୁ କାଟୁ, But when we cut it, ସେତେବେଳେ ଅନେକ ଆମ୍ବ ପୋକରା ବାହାରେ। and there are many fruits which have insects inside it. ଆଉ ଯେତେବେଳେ ମୁଁ ବଗିଚାରେ ଆମ୍ବ ଗଛ ଦେଖୁଥିଲି, And when I was watching the fruit in the garden, ଆଉ ସେଇ ଆମ୍ବ ଗଛରେ ବହୁତ ଆମ୍ବ ହେଇଥିଲା। and there were many mangoes in the tree, ପ୍ରଭୁ ତା ମଧ୍ୟରୁ ମୋତେ କଥା କହିଲେ, and God spoke to me through that. ଏଇ ଗଛଟି ଆମ୍ବ ଗଛ ତୁଲ୍ୟ। And this tree is the replicant of the tree, ଯେତେବେଳେ ଗଛଟି ଫଳରେ ପରିପୂର୍ଣ୍ଣ, and when the tree is filled with the fruits, ସେତେବେଳେ ଆମେ ସେ ଗଛକୁ ବହୁତ ଭଲ ଗଛ ବାହାରିଛି। and we say it is a very good tree, ଯେତେବେଳେ ଆମେ ତା ମଧ୍ୟରୁ ଫଳ ତୋଳିକି ଖାଉ, and we pluck the fruit and we eat it, ଯେତେବେଳେ ସ୍ୱାଦ ଲାଗେ, and when we taste it, ସେତେବେଳେ ଆମେ କହୁ ଗଛଟି ବି ଭଲ, and we say the tree is very good, ତା ଫଳ ମଧ୍ୟ ଆହୁରି ଟେଷ୍ଟ। and the fruit has also good taste. ସେଥିପାଇଁ ଆମେ ତାହାର ବହୁତ ପ୍ରଶଂସା କରୁ। That's why we appreciate it a lot. ପ୍ରଭୁ ଆମମାନଙ୍କ ଜୀବନରୁ ମଧ୍ୟ ସେ ପ୍ରକାର ଫଳ ଇଚ୍ଛା କରନ୍ତି। And same, God also wants the fruit like this. ଆମେ ବାକ୍ୟରେ ଦେଖୁଛୁ, And we see in the scripture, ଯୋହନ ତାର 15 ପର୍ବ 8 ପଦ ଲେଖାଯାଏ, ତୁମ୍ଭେମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନ୍ୱିତ ହେବେ, ଆଉ ତୁମ୍ଭେମାନେ ମୋହର ପ୍ରକୃତ ଶିଷ୍ୟ ହେବ। the Gospel according to John chapter 15 verse 8. By this my Father is glorified, that you bear much fruit, so you will be my disciples. ଆମମାନେ ଜାଣୁ ପବିତ୍ର ଆତ୍ମାଙ୍କର ଫଳ And we know the fruits of the Holy Spirit, ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ। ଏଇ 9ଟି ଯାକ ଉପାଦାନ ଗୋଟେ ଫଳରେ ରହିବା ଆବଶ୍ୟକ। and we know the fruit of the Spirit is love, joy, peace, long-suffering, kindness, goodness, faithfulness, gentleness, self-control. And all this is in a fruit. ତେଣୁକରି ପ୍ରଭୁ ଇଚ୍ଛା କରନ୍ତି ଆମମାନେ ପ୍ରଚୁର ଫଳ ଫଳିବା ପାଇଁ। And God wants us to bear much fruit. ଆମେମାନେ ଭାବିବା ଗୋଟେ ଆମ୍ବ ଆଉ ଗୋଟେ ଫଳ। And we will assume one mango as a fruit. କେବଳ ପ୍ରେମଟା ହେଉଛି ଗୋଟେ ଆମ୍ବ ନୁହେଁ, And love is not only a fruit, କେବଳ ଆନନ୍ଦଟା ଗୋଟେ ଫଳ ନୁହେଁ, only joy is not a fruit, କିନ୍ତୁ ଏଇ ଯୋଉ 9ଟି ଯାକ ଉପାଦାନ ଗୋଟିଏ ଫଳରେ ରହିବା ଆବଶ୍ୟକ। and all these 9 characters should be in a fruit. ତେଣୁକରି ଆମମାନଙ୍କ ଜୀବନରେ କେବଳ ପ୍ରେମ ରୂପକ ଫଳ ଉତ୍ପନ୍ନ କରିବା ତାହା ନୁହେଁ, But it is not that we should only bear love in our life, ଏ 9ଟି ଯାକ ଉପାଦାନ ଗୋଟିଏ ଫଳରେ ରହିବା ଆବଶ୍ୟକ। but all these 9 ingredients should be in a fruit. ଆମେ ହେଉଛୁ ସେଇ ଫଳ, And we are the fruit, ଆମମାନଙ୍କ ମଧ୍ୟରେ ସେଇ 9ଟି ଯାକ ଉପାଦାନ ରହିବା ଆବଶ୍ୟକ। and in us these 9 fruit should be seen. ସେଇ ଗୋଟିଏ ଫଳ ଭିତରେ ପ୍ରେମ ଯଦି ପ୍ରଚୁର ହେଉଛି, And if love is bearing much in a fruit, ଆତ୍ମସଂଯମତା ନାହିଁ, and there is no self-control, ଆନନ୍ଦ ନାହିଁ, there is no joy, ତାହେଲେ ସେଇ ଫଳଟି ପୋକରା ଅଟେ। and so that fruit is waste. ଆମମାନେ ଦେଖିଛୁ ଫଳରେ ପୋକ ଲାଗିଗଲେ ତାହା ସ୍ୱାଦବିହୀନ ହେଇଯାଏ। And we see when there are insects in a
fruit, it is waste, it is of no use, ସେଇଟା ଆମମାନେ ଫୋପାଡ଼ି ଦଉ, and we throw it outside ତାହା ବନ୍ୟଜନ୍ତୁ ମାନେ ଖାଆନ୍ତି। and animals eat it. କିନ୍ତୁ ଯଦି ଆମମାନଙ୍କ ଜୀବନ ଯଦି ସେଇ ପ୍ରକାର ପୋକରା ହେଇଯାଏ, If our life is also like that insected fruit, ଖାଲି ଏଇ ଉପାଦାନ ଭିତରୁ ଗୋଟିଏ ଗୁଣ ଗୁଡ଼ିକ ଆମମାନଙ୍କ ଭିତରେ ରହିଥାଏ, and only one ingredient is seen in our life, ସେ ସମସ୍ତ ଆମମାନେ ପୋକରା ହେଇଯିବ ପ୍ରିୟମାନେ। and we are full of insects, my dear friends. ଯେତେବେଳେ ଆମମାନଙ୍କର ପ୍ରିୟତମ ଆମମାନଙ୍କ ଉଦ୍ୟାନକୁ ଆସିବେ, And when our beloved will come to our garden, ସେତେବେଳକୁ ଆମମାନଙ୍କୁ ପୋକରା ଫଳ ଦେଖିକି ଫୋପାଡ଼ି ଦେବେ। and he will see us and he will throw us as we have lots of insects. ପ୍ରିୟମାନେ, ଏଇ 9ଟି ଯାକ ଉପାଦାନ ଆମମାନଙ୍କ ଜୀବନରେ ରହିବା ଆବଶ୍ୟକ। And it is very important, these 9 ingredients should be in our life. ସେଇ ଗଛରେ ଅନେକ ଫଳ ରହିବା ଆବଶ୍ୟକ। In that tree, it is very needed and compulsory to have lots of fruits. ସେଇ ଅନେକ ଫଳ ଅର୍ଥାତ୍ ଅନେକ ବିଶ୍ୱାସୀ ମାନେ, And many fruits means many believers. ତୁମେମାନେ ପ୍ରଚୁର ଫଳ ଫଳେଇଲେ ପିତା ମହିମାନିତ ହେବେ। And it says that if you bear much fruit, the Father will be glorified. ଲେଖା ହେଇଛି ତୁମ୍ଭେମାନେ। And it says you, ଅନେକ ଲୋକମାନଙ୍କୁ ତାହା ନିର୍ଦ୍ଦେଶ କରେ। and it indicates lot of people. ଗୋଟିଏ ଗଛ One tree, ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ, that is Jesus Christ, ତାଙ୍କ ସହିତ ଯେତେବେଳେ ଆମେ ଲାଗିକି ରହିବା, and when we will abide in him, ସେଇ ଯୋଉ ଉପାଦାନ ଅର୍ଥାତ୍ 9ଟି ଉପାଦାନ ମୁଁ ଆପଣମାନଙ୍କ ସମ୍ମୁଖରେ ରଖିଲି, and the 9 ingredients which I kept before you, ସେଇ ଉପାଦାନ ଗୋଟିଏ ଫଳରେ ରହିବା ଆବଶ୍ୟକ। and it is important that it should be in a fruit. ତେଣୁକରି ସେଇ ଗଛ ହଉଛନ୍ତି ଖ୍ରୀଷ୍ଟ, And the tree is Christ, ଅନେକ ଫଳ ହଉଛି ଆଉ ଚର୍ଚ୍ଚରେ ଥିବା ବିଶ୍ୱାସୀ ମାନେ। and the fruits indicate the believers of the church. ଗୋଟିଏ ଫଳ ଉତ୍ତମ ଫଳ ଫଳୁଛି, One tree is bearing much fruit, ଆଉ ଗୋଟେ ଫଳ ପୋକରା ହେଇଯାଉଛି। and another fruit is having insects. ଆପଣମାନେ ଚିନ୍ତା କରୁଥିବେ ଯେ ଖ୍ରୀଷ୍ଟ ରୂପ ଗଛରେ କି ପ୍ରକାର ପୋକରା ଫଳ ହେଇପାରେ। And you must be thinking that how in a tree where Christ is there, one can bear insected fruit. ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦୁଷ୍ଟ ଆଉ ଧାର୍ମିକ ଉଭୟଙ୍କ ପାଇଁ ଆସିଲେ। And Jesus came for righteous and for bad people also, ଧାର୍ମିକ ମାନଙ୍କୁ ଧାର୍ମିକତାର ପଥରେ କଢେଇ ନେବା ପାଇଁ, to lead the righteous into more righteous way, ଆଉ ଦୁଷ୍ଟ ଲୋକମାନଙ୍କୁ ଭଲ ରାସ୍ତାକୁ ଆଣିବା ପାଇଁ। and to bad people in a good way. ସେଥିପାଇଁ ପ୍ରିୟମାନେ, ଆମେ ଖ୍ରୀଷ୍ଟଙ୍କ ଠାରେ ଥାଇ ମଧ୍ୟ ଉତ୍ତମ ଭାବରେ ଫଳ ଉତ୍ପନ୍ନ କରିପାରୁନାହୁଁ। That's why being in Christ also we are not able to bear good fruit. କାହିଁକି ଆମେ ଆଉ ପାପରେ ଜନ୍ମ ହେଇଛୁ। Why we are born in sin? ତେଣୁକରି ସେ ପାପ ଆଜି ଆମମାନଙ୍କ ଜୀବନକୁ ପୋକରା କରିଦଉଛି। Because the sin is producing insected fruit. ସେଥିପାଇଁ ଆମେ ଯେତେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟରେ ରହିବା, That's why how much we will abide in Christ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ରୂପ ରସ ଯେତେବେଳେ ଆମମାନଙ୍କ ମଧ୍ୟରେ ପ୍ରବାହିତ ହେବ, ଯେତେବେଳେ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ରୂପ ଖାଦ୍ୟ ଫଳ ମଧ୍ୟକୁ ଯାଏ, and when the fruit of the grace of Christ which goes to the fruit, ସେତେବେଳକୁ ସେ ଫଳଟି ଉତ୍ତମ ଭାବରେ ପ୍ରସ୍ତୁତ ହେଇପାରେ। and it produces a very good fruit. କିନ୍ତୁ ଆମେମାନେ ଜାଗତିକ ଲୋକମାନେ But we, the worldly people, ଖ୍ରୀଷ୍ଟ ରୂପ ଗଛରେ ନ ଅଟକିଛୁ ସତ, it is true that we are hanging in the tree of Christ, କିନ୍ତୁ ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିପାରୁନାହୁଁ। but we are not able to receive Jesus Christ. କେବଳ ବିପଦ ପଡ଼ିଲେ ଯୀଶୁଙ୍କ ନାମରେ ଉଦ୍ଧାର ପାଇଯାଉଛୁ, When we are in trouble, at that time we are getting saved from it. କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ଜୀବନରେ କ'ଣ ଇଚ୍ଛା କରନ୍ତି ତାହା ଜାଣିବାକୁ ଆମେ ଇଚ୍ଛା କରୁନାହୁଁ। But what Jesus wants from our life, that we don't want to know. ଯେତେବେଳେ ବିପଦ ଆସୁଛି, When trouble is coming, ଆମେ ରକ୍ଷା ପାଇଯାଉଛୁ। we are getting saved. କାହିଁକି ବିପଦ ଆସିଲା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ପଚାରୁନାହୁଁ। And why this trouble came, we don't ask it from Jesus. ସେଥିପାଇଁ ଆମେମାନେ ଫଳ ଉତ୍ପନ୍ନ କରିପାରୁନାହୁଁ। That's why we are not able to bear fruit. ସେଥିପାଇଁ ଆମମାନଙ୍କର ଫଳରେ ସେଇ 9ଟି ଯାକ ଉପାଦାନ ନାହିଁ। That's why the ingredients are not there in our life. କିନ୍ତୁ ଖ୍ରୀଷ୍ଟ ଆଜି ପର୍ଯ୍ୟନ୍ତ ଆମମାନଙ୍କୁ ତାଙ୍କ ଗଛରେ ଲଟକେଇକି ରଖିଛନ୍ତି। But still today Christ has helped us to be in hand himself. ସେଇ କୃଷ ରୂପ ଗଛରେ ସେ ଆମମାନଙ୍କୁ ରଖିଛନ୍ତି ପ୍ରିୟମାନେ। And in the cross he has helped us to be in that. ଆମେମାନେ ତାହାଙ୍କ ନାମରେ ରକ୍ଷା ପାଇଯାଉଛୁ। And we are getting saved because of his name. କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କର ପବିତ୍ର ରକ୍ତକୁ ଝରେଇ ଦଉଛନ୍ତି। But he is shedding his holy blood to save us.
से आममान को निमंते माड़ खाइचंती जेमती आमे असुस्थ होबु नाही And he took the stripes that we should not be having any disease. तेणु आसु प्रिय माने So let us come. प्रभु जीशु ख्रीष्टଙ୍କ निकटକୁ आमाने चली आसीबा Let us come to God again. पवित्र आत्मांकर सेई उपादान गुडिक आमानको जीवन रे आ लगेइबा And to put on the ingredients of the Holy Spirit in our life. सेतबेले आममानकर फल प्रभुंकर तुंडको सुस्वादु लागिबो So at the correct time when we bear the fruit, Jesus will have the taste in his mouth. प्रचुर फल अर्थात Much fruit means प्रभु जीशु ख्रीष्टଙ୍କ मण्डली रे in the Christ of the church, सुस्वादु फल धारण करिबा आमानको जीवन रे आवश्यक अछि it is important that we bear tasty and good fruits. जेतबेले आमे प्रचुर फल फलिबा When we will bear much fruit, सेतिबेआई आमानको जीवन रे प्रभुंकर गौरव हेबो and at that time Father will be glorified. प्रभु महिमान्वित हेबे The Father will be आ glorified, आमाने प्रभु जीशु ख्रीष्टଙ୍କର प्रकृत शिष्य हेबा and we will be the true disciples of Jesus Christ. आसन्तु प्रिय माने So let us come, my beloved, निजको प्रभुको निकट समर्पण करिबा surrender ourselves to God. प्रार्थना करिबा We will pray. गौरव महिमा संभ्रम पाइबार एकमात्र योग्य पवित्र पिता परमेश्वर Worthy of all glory, honor, and praise, O dear Lord, तुमे आममानकु साहाय्य करिदियो help us आममानकु फल धारण करिबा पई to bear fruit, केवल प्रभु फल धारण करिबा ता नुहे not only to bear fruit, मात्र से उपादान युक्त फल धारण करिबा पई तुमे आममानकु साहाय्य करो but to bear fruit full of ingredients. से उपादान युक्त फल गोटिए नुहे मात्र अनेक धारण करिबा पई तुमे आम प्रत्येक जनकु साहाय्य करो Not only bear one ingredient, but all the ingredients in our one प्रभु fruit. जेउ माने मो सहित प्रार्थना रे निविष्ट चित्त अछंती Now who are with me in this prayer, प्रत्येक जन आम प्रत्येक जनकु तुमे आशीर्वाद करो yes, you bless everyone, O Lord. प्रत्येक जनकु फल धारण करिबा पई दियो Help them to bear fruit. पवित्र आत्मांकर फल गुडिक से उपादान गुडिक आमानक जीवन रे साधित हेउ बापा Yes, let the fruit of the Spirit be fruited in our life. कार्य साधन करो Help us to work in तुम that. बिना माने किछि करि पाइबना We cannot do anything तुमे without you. अनुग्रह करि दियो Have grace, O Lord. तुमे समस्त प्रार्थना सुनिलो सेति धन्यवाद होछु We thank you that you have heard our prayers. समस्त प्रार्थना निवेदन जिसुको नाम रे मागुछु All this prayer I ask in the name of Jesus. आमेन